ଅମରାବତୀ ନାମରେ ଗୋଟିଏ ରାଜ୍ୟ ଥିଲା। ସେ ରାଜ୍ୟରେ ଶାସନ କରୁଥିଲେ ରାଜା ଚନ୍ଦ୍ରଶେଖର। ସେ ଥିଲେ ଖୁବ୍ ସାହସୀ। ତାଙ୍କ ଶାସନରେ ସମସ୍ତେ ଖୁସିରେ ରହୁଥିଲେ। ସେ ରାଜାଙ୍କର 4 ଜଣ ପୁଅ ଥିଲେ। ପ୍ରଥମ ପୁତ୍ରର ନାଁ ପ୍ରେମାନନ୍ଦ, ଯିଏ ବହୁତ ଶାନ୍ତ ଥିଲେ। ଦ୍ୱିତୀୟ ଜଣଙ୍କର ନାଁ ସୁଖାନନ୍ଦ, ଯିଏ ବହୁତ ଅଳସୁଆ। ତୃତୀୟ ଜଣଙ୍କର ନାଁ ଅରବିନ୍ଦ, ଯିଏ କେବଳ ନିଜ ପେଟ କଥା ଖାଲି ଭାବେ। ଆଉ ସବୁଠୁ ସାନ ପୁଅର ନାଁ ଆଦିକନ୍ଦ, ଯିଏ ବହୁତ ବୁଦ୍ଧିଆ ଥିଲା। ମହାରାଜାଙ୍କର ବୟସ ଅଧିକ ହେବାରୁ ସେ ଦିନେ ଭାବିଲେ ରାଜ୍ୟ ଚଳାଇବା ପାଇଁ ତାଙ୍କ ଉତ୍ତରାଧିକାରୀ ବାଛିବେ। ମହାରାଜା ଭାବୁଥିଲେ ତାଙ୍କର ପୁଅ ଆଦିକନ୍ଦ ଠିକ୍ ଭାବରେ କାର୍ଯ୍ୟ କରିପାରିବ, କାହିଁକିନା ସେ ସବୁଠାରୁ ସାନ ଥିଲା। ତାଙ୍କର ବଡ଼ ପୁଅ ଏହି ନିର୍ଣ୍ଣୟକୁ ଭୁଲ ବୁଝିବେ। ସେ କଥା ଭାବି ସେ ସମସ୍ୟାର ଗୋଟେ ସମାଧାନ ବାହାର କଲେ। ମହାରାଜା ନିଜର 4 ପୁଅଙ୍କୁ ଡାକିଲେ ଆଉ କହିଲେ, ପୁତ୍ରମାନେ, ମୋର ବୟସ ଅଧିକ ହେଇଗଲାଣି। ତୁମମାନଙ୍କ ଭିତରୁ କେହି ଜଣକୁ ହିଁ ଏ ରାଜ୍ୟ ସମ୍ଭାଳିବାକୁ ପଡ଼ିବ। ତୁମ ସମସ୍ତଙ୍କ ପାଇଁ ଗୋଟିଏ ପରୀକ୍ଷା। ତୁମେମାନେ 30 ଦିନ ଭିତରେ ଏହି ପୁରା ରାଜ୍ୟରେ କୋଣ ଅନୁକୋଣରେ ଯାଇ କିଛି ଅପରିଚିତ ଜିନିଷକୁ ଖୋଜିବ, ଯେଉଁ ଜିନିଷକୁ ମୁଁ ଆଜି ପର୍ଯ୍ୟନ୍ତ ଜାଣିନଥିବି। ଯିଏ ସବୁଠୁ ଅଧିକ ଆକର୍ଷଣୀୟ ଜିନିଷ ଖୋଜିକି ଆଣିବ, ତାକୁ ହିଁ ରାଜ୍ୟ ସିଂହାସନ ମିଳିବ। ଠିକ୍ ଅଛି ପିତା, ମୁଁ ପୂର୍ବ ଆଡ଼କୁ ଯିବି। ମୁଁ ପଶ୍ଚିମ ଆଡ଼କୁ ଯିବି। ମୁଁ ଉତ୍ତର ଆଡ଼କୁ ଯିବି। ଠିକ୍ ଅଛି ପିତା, ମୁଁ ଦକ୍ଷିଣ ଆଡ଼କୁ ଯିବି। ମୋତେ ଆଶୀର୍ବାଦ ଦିଅନ୍ତୁ। ଏମିତି କହି 4 ଜଣ ରାଜକୁମାର ନିଜ ନିଜ ଘୋଡ଼ାରେ ଚଢ଼ି ବାହାରିଲେ। ପ୍ରେମାନନ୍ଦ ପୂର୍ବ ଦିଗ ରାସ୍ତାରେ ଗଲା। ସୁଖାନନ୍ଦ ପଶ୍ଚିମକୁ ଗଲା। ଦୂର ଦୂରାନ୍ତରରେ ତାକୁ ଗୋଟେ ବି ଗଛ ଦେଖାଯାଉନଥିଲା। ବେକାରରେ ମୁଁ ଏଇ ରାସ୍ତା ଦେଇ ଆସିଲି। ଏଠାରେ ବିଶ୍ରାମ କରିବା ପାଇଁ ଗୋଟେ ହେଲେ ଗଛ ବି ଦେଖାଯାଉନି। ପୂର୍ବରେ ତ ବହୁତ ପଶୁପକ୍ଷୀ ଗଛଲତା ଅଛି। ସମୟ ନଷ୍ଟ ନ କରି ମତେ ଲାଗୁଛି ମୁଁ ବି ପୂର୍ବକୁ ଯିବି। ଏମିତି ଭାବି ସୁଖାନନ୍ଦ ମଧ୍ୟ ପୂର୍ବକୁ ଗଲା। ଉତ୍ତର ଆଡ଼କୁ ଯାଉଥିବା ଅରବିନ୍ଦକୁ ଭୋକ ଲାଗିଲା, ଆଉ ଏମିତିରେ ବି ସିଏ ସବୁବେଳେ ଖାଏ। ଦୂର ଦୂରାନ୍ତ ଯାଏ ପାହାଡ଼ ଛଡ଼ା ତାକୁ ନା ଦେଖାଗଲା ଗଛ ନା କିଛି ଖାଦ୍ୟ। ଓହ, ମୋ ଦ୍ୱାରା ଇଏ ହବନି। ରାଜା କିଏ ହବ, ମୋର ସେଥିରେ କ'ଣ ଯାଏ? ମତେ ତ ସବୁବେଳେ ବସିକି ଖାଇବାର ଅଛି। କିନ୍ତୁ ବର୍ତ୍ତମାନ ମୁଁ ଯଦି ଫେରିଯିବି, ତେବେ ମୁଁ ମୋର ସମ୍ମାନ ହରେଇଦେବି। ବଡ଼ ଭାଇ ଯୋଉ ପୂର୍ବ ରାସ୍ତାକୁ ବାଛିଲେ, ସେଠାରେ ତ ଘନ ଜଙ୍ଗଲ ଅଛି, ଆଉ ବହୁତ ଜୀବଜନ୍ତୁ ବି ଅଛନ୍ତି। ପିତା ଯେତେବେଳେ ବି ଶିକାରରେ ଯାଉଥିଲେ ଆମକୁ ସବୁବେଳେ କୁହନ୍ତି। ଏମିତି ଭାବି ସେ ଫେରିଗଲା। ଦକ୍ଷିଣ ଦିଗରେ ଯାଉ ଯାଉ ଆଦିକନ୍ଦ ହଠାତ୍ ଭାବିଲା, ପିତା କ'ଣ ପାଇଁ ଏମିତି ସର୍ତ୍ତ ରଖିଲେ? ସେ ଯଦି ବଡ଼ ଭାଇକୁ ବାଛିଥାନ୍ତେ ଭଲ ହେଇଥାନ୍ତା। ଆମେ 3 ଭାଇ ତାଙ୍କର ସାହାଯ୍ୟ କରିଥାନ୍ତୁ, ଆଉ ଆମର କେହି କିଛି କରିପାରିନଥାନ୍ତେ। ଓହ, ତରବରିଆରେ ପିତାଙ୍କର ଭାବନାକୁ ବି ବୁଝି ହେଲାନି। ଏହି ସମୟରେ ବଡ଼ ଭାଇମାନଙ୍କର ସୁରକ୍ଷା ହିଁ ମହତ୍ତ୍ୱପୂର୍ଣ୍ଣ। ପୂର୍ବରୁ ଶାନ୍ତ, ନା ନା ନା, ଏବେ ପରୀକ୍ଷା ନା ପ୍ରତିଯୋଗିତା? ଏମିତି ଭାବି ସେ ଉତ୍ତର ଆଡ଼କୁ ନିଜ ଘୋଡ଼ା ଝପଟେଇ ନେଇଗଲା। ବହୁ ଦୂର ଗଲା ପରେ ତାକୁ ବଡ଼ ଭାଇ ଦେଖାଗଲେନି। ଭଲ ରୂପେ ଦେଖିଲା ପରେ ତାକୁ ଘୋଡ଼ାର ପାଦର ଚିହ୍ନ ଦେଖାଗଲା। ସେ ଦେଖିଲା ଏଇ ଚିହ୍ନ ଟିକେ ଆଗକୁ ଯାଇ ପୁଣି ପଛକୁ ଫେରିଛି। ଲାଗୁଛି ବଡ଼ ଭାଇ ବୋଧେ ପଛକୁ ପଳେଇଗଲେ। ଆଦିକନ୍ଦ ସେଇ ପାଦ ଚିହ୍ନରେ ଅନୁସରଣ କରି ଗଲା। ପୂର୍ବକୁ ଯାଇଥିବା ପ୍ରେମାନନ୍ଦକୁ ଥକ୍କା ଲାଗିଲା। ପାହାଡ଼ ଉପରେ ସେ ଦେଖିଲା ଗୋଟେ ପୁରୁଣା ଘର ଅଛି। ଘରର ବାହାରେ ଗୋଟେ କଳା କୁକୁର ବି ପଶିଥିଲା। ତା ଆଖି ଲାଲ ନିଆଁ ଭଳିଆ ଥିଲା। ଡରି ଡରି ପ୍ରେମାନନ୍ଦ କବାଟ ଠକ୍ ଠକ୍ କଲା। ଭିତରୁ ଜଣେ ବୁଢ଼ୀ ଲୋକ କହିଲେ, ସେ ଦୁଷ୍ଟ କୁକୁର କ'ଣ ବାହାରେ ଅଛି? ହଁ, ସିଏ ଏଇଠି ଅଛି। ହେଲେ ମୁଁ ବାହାରକୁ ଆସିପାରିବିନି। ମୁଁ କବାଟ ଖୋଲୁଛି, ତମେ ନିଜେ ଭିତରକୁ ଆସିଯାଅ। କବାଟ ଖୋଲିଲା ମାତ୍ରେ ସେ ଭିତରକୁ ଆସିଲା। ଭିତରେ ସେଇ ଘର ପୁରୁଣା କାଳିଆ ଥିଲା। ଆଉ ସେ ଘରେ ବହୁତ କବାଟ ଥିଲା। ଆଉ ସେ ବୁଢ଼ୀ ଲୋକ ଭୂତୁଣୀ ଯେମିତି ଲାଗୁଥିଲା। ଏଠାରେ କିଛି ଗୋଟେ ଅଦ୍ଭୁତ ଭଳି ଲାଗୁଛି। ମୋର କ'ଣ ଅଛି? ଯୋଉ କାମ ପାଇଁ ଆସିଛି ତାକୁ ସାରି ବାସ୍ ପଳେଇବି। ମା, ମତେ କ'ଣ ଟିକେ ପାଣି ମିଳିବ? ବହୁତ ଶୋଷ ଲାଗୁଛି। ପାଣି ଦରକାର ନା କ୍ଷୀର? ଆଜ୍ଞା, ପାଣି ଟିକେ ଦରକାର। ହାଏ, ପାଣି ତ ନାହିଁ। ଗୋଟେ କାମ କରିବା, ତମେ ମାଛ ହେଇଯାଅ, ତାପରେ ତମେ ପହଁରି ପହଁରି ଯେତେ ଚାହିଁବ ପାଣି ପିଇ ପାରିବ। ଏମିତି କହିଲା ମାତ୍ରେ ପ୍ରେମାନନ୍ଦ ମାଛ ରୂପରେ ବଦଳିଗଲା, ଆଉ ଗୋଟେ କାଚ ଭିତରେ ଫସିଗଲା। ବୁଢ଼ୀ ଭୂତୁଣୀ ଜୋରରେ ହସିବାକୁ ଲାଗିଲା। ଆଉ ସେଇ କାଚ ପାତ୍ର ଗୋଟେ କୋଣରେ ରଖି ଭିତରକୁ ଚାଲିଗଲା। ଦ୍ୱିତୀୟ ଭାଇ ସୁଖାନନ୍ଦ, ଯିଏ ପୂର୍ବ ଆଡ଼କୁ ଆସୁଥିଲା, ପ୍ରେମଚିତ୍ର ଘୋଡ଼ାକୁ ଦେଖି ଅଟକିଗଲା। ହେ ପ୍ରଭୁ, ଭାଇଙ୍କର ଘୋଡ଼ା ଏଠାରେ ଅଛି ମାନେ ସେ ବି ଏଇଠି ଥିବେ। ସୁଖାନନ୍ଦ ଏପଟେ ସେପଟେ ଦେଖିଲା। ତାକୁ ସେ ପାହାଡ଼ ଉପରେ ଥିବା ଘର ଦେଖାଗଲା। ଓହ, ଭାଇ ସେଠାରେ ଥିବେ। ମୁଁ ବି ଥକିଗଲିଣି। ଯାଉଛି ସେଠାରେ ଯାଇ ଟିକେ ବିଶ୍ରାମ ନେବି। ଏମିତି ଭାବି ସୁଖାନନ୍ଦ ମଧ୍ୟ ସେ ଘର ପାଖକୁ ଗଲା। ଘରେ ପହଞ୍ଚି ସାରିଲା ପରେ ସେଇ କଳା କୁକୁରକୁ ଦେଖି ସୁଖାନନ୍ଦ ମଧ୍ୟ ଡରିଗଲା। ଆଉ ତାପରେ କିଛି ବି କରି ସେ କବାଟକୁ ଠକ୍ ଠକ୍ କଲା। କ'ଣ ସେଇ ଦୁଷ୍ଟ କୁକୁର ବାହାରେ ଅଛି? ଆଜ୍ଞା ହଁ,
ହେଲେ ମୁଁ ତ କବାଟ ବାହାରକୁ ଆସିପାରିବିନି। ମୁଁ କବାଟ ଖୋଲିବି, ତମେ ନିଜେ ଭିତରକୁ ଆସିଯାଅ। ଭିତରକୁ ଗଲା ପରେ କଣ ଦରକାର ପୁଅ? ମା ମୁଁ ବହୁତ ଥକି ଯାଇଛି, ଶୋଇବା ପାଇଁ ଗୋଟେ ବିଛଣା ଦରକାର। ସାଧାରଣ ବିଛଣା ଦରକାର ନା କେମିତି? ସାଧାରଣ ହେଲେ ବି ଚଳିବ। ମୋ ପାଖରେ ତ କୌଣସି ସାଧାରଣ ବିଛଣା ନାହିଁ। ଚାଲ ତମେ ହିଁ ବିଛଣା ନେଇଯାଅ। ଭୁତୁଣୀ ଏମିତି କହିଲା ମାତ୍ରେ ସୁଖାନନ୍ଦ ବିଛଣା ହେଇଗଲା। ପୁଣି ସେଇ ଭୁତୁଣୀ ଭୟାନକ ଭାବରେ ହସି ହସି ଭିତରକୁ ଚାଲିଗଲା। କିଛି ସମୟ ପରେ ଅରବିନ୍ଦ ବି ସେଇ ଦିଗରେ ଆସି ନିଜ ଭାଇମାନଙ୍କର ଘୋଡାକୁ ଦେଖି ସେଇ ଘରକୁ ଆସି କୁକୁରକୁ ପାର ହେଇ କବାଟ ଠକ୍ ଠକ୍ କଲା। କଣ ସେଇ ଦୁଷ୍ଟ କୁକୁର ବାହାରେ ଅଛି? ହଁ ଏଠାରେ ଅଛି। ହେଲେ ମୁଁ ବାହାରକୁ ଆସିପାରିବିନି। ମୁଁ କବାଟ ଖୋଲିବି, ତମେ ନିଜେ ଭିତରକୁ ଆସିଯାଅ। ଅରବିନ୍ଦ ଭିତରକୁ ଆସିଲା ଆଉ ସେଇ ବିଛଣାକୁ ଦେଖି କହିଲା, ଇସ୍ କି ବିଛଣା। ମା ମତେ ବହୁତ ଭୋକ ଲାଗୁଛି, ଖାଇବା ପାଇଁ କିଛି ଅଛି କି? କୁକୁଡ଼ା ଦରକାର ନା ଛେଳି? ମତେ ଛେଳି ଦରକାର। ହାଏ, ମୋ ପାଖରେ ତ ଛେଳି ନାହିଁ। ତମେ ହିଁ ଛେଳି ହେଇଯାଅ। ଏମିତି କହିଲା ମାତ୍ରେ ଖଟ ଉପରେ ବସିଥିବା ଅରବିନ୍ଦ ଛେଳି ହେଇଗଲା। ଏସବୁ ଦେଖି କାଚରେ ଥିବା ମାଛକୁ ବହୁତ କଷ୍ଟ ହେଲା। ଏଇ ସମୟରେ ଆଦିକନ୍ଦ ସେଇ ସ୍ଥାନରେ ପହଞ୍ଚିଲା। ଦିନେ ଭାଇଙ୍କର ଘୋଡାକୁ ଦେଖି ଆଦିକନ୍ଦ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଇଏ କଣ? ଏମାନେ 3 ଜଣ ତ ଅଲଗା ଅଲଗା ଦିଗରେ ବାହାରିଥିଲେ, ଏବେ ଗୋଟେ ଜାଗାରେ କେମିତି ପହଞ୍ଚିଲେ? କିଛି ତ ହେଇଥିବ। ଏମିତି ଭାବି ଆଦିକନ୍ଦ ଆଖପାଖକୁ ଦେଖିଲା। ତାକୁ ବି ସେ ପୁରୁଣା ଘର ଦେଖାଗଲା। ଆଚ୍ଛା, ସମସ୍ତେ ଆରାମ କରିବା ପାଇଁ ସେଠାକୁ ହିଁ ଯାଇଥିବେ। ଆଦିକନ୍ଦ ମଧ୍ୟ ସେଇ ଘରର ପାଖକୁ ଯିବାକୁ ଲାଗିଲା। ପାହାଡ ଚଢି କୁକୁରକୁ ପାର କରି ଆଦିକନ୍ଦ ମଧ୍ୟ କବାଟ ଠକ୍ ଠକ୍ କଲା। କଣ ସେଇ ବଦମାସ ଦୁଷ୍ଟ କୁକୁର ବାହାରେ ଅଛି? ହଁ ଅଛି। ତେବେ ମୁଁ ବାହାରକୁ ଆସିପାରିବିନି। କବାଟ ଖୋଲିବି, ତମେ ନିଜେ ଭିତରକୁ ଆସିଯାଅ। ଆଦିକନ୍ଦକୁ ଦେଖି ଅରବିନ୍ଦ ଯିଏ ଛେଳି ହେଇଯାଇଥିଲା ଦୌଡ଼ି ଦୌଡ଼ି ଆସି ତା ହାତକୁ ଚାଟିବାକୁ ଲାଗିଲା। ଆଦିକନ୍ଦକୁ ଦେଖି ସନ୍ଦେହ ହେଲା ଆଉ ସେ କାନ୍ଦୁଥିବା ମାଛକୁ ବି ଦେଖିଲା। ମା, ମତେ ମୋର ଖଣ୍ଡାରେ ଲାଗିଥିବା ରକ୍ତକୁ ସଫା କରିବାର ଅଛି, ଟିକେ ପାଣି ଦେଇଦିଅ। ଏଥିରେ ରକ୍ତ କେମିତି ଆସିଲା ପୁଅ? ବାହାରେ କିଏ ପାଗଳ କୁକୁର ବସିଥିଲା। ମୁଁ ଭିତରକୁ ଆସିବାକୁ ଚାହିଁଲି ଯେତେବେଳେ ସେ ଭୋକିଲା। ମତେ ରାଗ ଲାଗିଲା ଆଉ ସେ କୁକୁରକୁ ମୁଁ ମୋ ଖଣ୍ଡାରେ ମାରିଦେଲି। ସତରେ ତମେ ବହୁତ ଭଲ କାମ କଲ। ମତେ ସ୍ୱାଧୀନତା ମିଳିଗଲା। ଏମିତି କହି ବୁଢୀ ଭୁତୁଣୀ ଘରୁ ବାହାରକୁ ଆସିଗଲା। ବାହାରେ ସେଇ କଳା କୁକୁରର ଉଗ୍ର ଦୃଷ୍ଟି ଭୁତୁଣୀ ଉପରେ ପଡିଲା ମାତ୍ରେ ସେ ଜଳି ଅଙ୍ଗାର ହେଇଗଲା। କୁକୁର ବି ସେଇ ସମୟରେ ଋଷି ରୂପରେ ବଦଳିଗଲେ। ସବୁ ରାଜକୁମାର ଭୁତୁଣୀ ନାଶ ହେଲା ମାତ୍ରେ ନିଜ ନିଜ ଅସଲ ରୂପକୁ ଆସିଗଲେ। ଏଇ ଭୁତୁଣୀ ବହୁ ଶାନ୍ତ ଲୋକଙ୍କର ଜୀବନ ନେଇଛି। ମୁଁ ବି ଦିନେ ତାର ଅଭିଶାପରେ ଫସି ଯାଇଥିଲି। ସେ ମତେ କୁକୁର ବନେଇ ଦେଇଥିଲା। ତାପରେ ଯେତେବେଳେ ମୋ ଗୁରୁ ଶ୍ରୀ ଅଗ୍ନି ମହର୍ଷି କଥା ଜାଣିବାକୁ ପାଇଲେ, ତାପରେ ସେ ଏଇ ଭୁତୁଣୀକୁ ଏଇ ଘରେ ବନ୍ଦୀ କରିଦେଲେ ଆଉ ଅଭିଶାପ ଦେଲେ ଯେ ମୋ ନଜର ତା ଉପରେ ପଡ଼ିଲା ମାତ୍ରେ ସେ ନାଶ ହେଇଯିବ। ମୁଁ ଭିତରକୁ ଯାଇପାରିବି ଆଉ ସେ ମଧ୍ୟ ବାହାରକୁ ଆସିପାରେ ନା। ବହୁତ ବର୍ଷ ହେଲାଣି ମୁଁ ତାକୁ ଅପେକ୍ଷା କରିଥିଲି। କେବଳ ଆଦିକନ୍ଦ ସାହସ ଦେଖେଇ ମୋ ପାଖକୁ ଏଇ ଘରର ରାଜ ଜାଣିବା ପାଇଁ ଆସିଲା। ସବୁ କିଛି କହିସାରିଲା ପରେ ସେ ନ ଡରି ସେ ଘର ଭିତରକୁ ଗଲା। କୌଣସି ବି ପରିସ୍ଥିତିରେ ନିଜ ଭାଇମାନଙ୍କୁ ବଞ୍ଚେଇବା ପାଇଁ ନିଜ ବୁଦ୍ଧି ଖଟେଇଲା। ଭୁତୁଣୀକୁ ନାଶ କଲା ଆଉ ଆମ ସମସ୍ତଙ୍କୁ ମୁକ୍ତ କଲା। ମୁଁ କେବେ ବି ଏମିତି ଲାଲ ଅଗ୍ନି ବାହାରୁଥିବା କୁକୁର ଦେଖିନି ଯିଏ ଗୋଟିଏ ଜାଗାରେ ବସି ରହିଥାଏ। ଏଥିରୁ ମୋତେ ସନ୍ଦେହ ଲାଗିଲା, ଯାହା ପାଇଁ ମୁଁ ଆପଣଙ୍କ ସାଥିରେ କଥା ହେଲି। ଆପଣଙ୍କ କଥାରେ ବିଶ୍ୱାସ କରି ମୁଁ ଭିତରକୁ ଗଲି। ନିଜେ ସବୁ କଥା ଜାଣିସାରିବା ପରେ ମୁଁ ଭୁତୁଣୀ ସହିତ ଗୋଟିଏ ଚତୁରତାର ଖେଳ ଖେଳି ତାକୁ ବାହାରକୁ ବାହାର କରିବା ପାଇଁ ଚେଷ୍ଟା କଲି। ଏମିତି କହି ଚାରି ଭାଇ ଋଷିଙ୍କ ଠାରୁ ବିଦାୟ ନେଇ ରାଜ୍ୟକୁ ବାହାରିଲେ। ପହଞ୍ଚି ସାରିଲା ପରେ ମହାରାଜା ପଚାରିଲେ, ତାହେଲେ କୁହ, କଣ ସବୁ ଚମତ୍କାର ଜିନିଷ ଦେଖିଲ? ମଣିଷ ହିଁ ମୁଁ ନିଜକୁ ମାଛ ହବାର ଦେଖିଲି। ଗୋଟେ ଭାଇକୁ ଛେଳିରେ ଆଉ ଗୋଟେ ଭାଇକୁ ବିଛଣା ରୂପରେ ଦେଖିଲି। ଖାଲି ଛୋଟ ଭାଇ ପାଇଁ ଆମେ ଆମର ମୂଳ ରୂପକୁ ଆସିଗଲୁ। ହଁ, ଯେତେବେଳେ ମୁଁ ବିଛଣା ରୂପରେ ଥିଲି, ଛୋଟ ଭାଇ ମୋ ଉପରେ ବସି ପଡ଼ିଲା। ମୋ ଅଣ୍ଟା ତ ଭାଙ୍ଗିଗଲା ଆଉ। କ୍ଷମା କରିଦିଅ ଭାଇ, ମତେ କଣ ଜଣାଥିଲା ତୁମେ ହିଁ ସେଇ ବିଛଣା ଥିଲ ବୋଲି। ମୁଁ ଗୋଟେ କହିପାରୁଥିବା କୁକୁରକୁ ଦେଖିଲି ଯିଏ ଋଷି ହେଇଗଲେ। ଯୋଉ ଭୁତୁଣୀ ମୋ ଭାଇମାନଙ୍କୁ ମାଛ ଛେଳି ବିଛଣା ବନେଇ ଦେଇଥିଲା ତାକୁ ମୁଁ ନାଶ ହବାର ଦେଖିଲି। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ମୋ ଭାଇ ଛେଳି ରୂପରେ ଆସି ମୋ ହାତକୁ ଚାଟିଲା। ଆଦିକନ୍ଦଠାରୁ ସବୁ କଥା ଶୁଣି ସାରିଲା ପରେ ମହାରାଜା ପ୍ରଥମ ପୁତ୍ର ପ୍ରେମାନନ୍ଦକୁ ରାଜା କରିବା ପାଇଁ ଘୋଷଣା କଲେ।
କାରଣ ସେ ବୁଝି ସାରିଥିଲେ ପ୍ରେମାନନ୍ଦ ରାଜା ହେଲେ ଅନ୍ୟ ଭାଇମାନେ ତାଙ୍କୁ ବିରୋଧ ନ କରି ସାହାଯ୍ୟ କରିବେ। ପ୍ରେମାନନ୍ଦ ରାଜା ହେଲା ପରେ ପ୍ରଜାମାନଙ୍କୁ ସୁଖରେ ପାଳିଲେ। ରୋଷେଇ ଘରେ ନିଜ ଭାଗ୍ୟକୁ ଦୋଷ ଦେଇ କୁନ୍ତଳା ଚୁଲି ପାଖରେ ବସିଥାଏ। କୁନ୍ତଳା ଏକା ନଥିଲା, ଘରେ ତାର ପୁଅ ବୋହୂ ଏବଂ ନାତି ନାତୁଣୀ ତା ସହ ରୁହନ୍ତି। ସମସ୍ତଙ୍କ ସହ ରହି ମଧ୍ୟ କୁନ୍ତଳାକୁ ଏକୁଟିଆ ରହିବାକୁ ପଡେ। କୁନ୍ତଳାର ବୋହୂ ସଙ୍ଗୀତା ରୂପରେ ସୁନ୍ଦର ହେଲେ ବି କଳି ପ୍ରକୃତିର ଥିଲା। ସେ ନିଜ ଶାଶୁ ଆଉ ସ୍ୱାମୀଙ୍କୁ ଅଲଗା କରିବା ପାଇଁ ସବୁବେଳେ ପ୍ରୟାସ କରୁଥାଏ। ଆରେ ତମେ ଏମିତି ଚୁଲି ପାଖରେ ମୁହଁଟା ଶୁଖେଇ ବସିଥିବ ନା ଖାଇବା ବି ହବ? ମୋ ଝିଅର ସ୍କୁଲ ବେଳ ହୋଇଗଲାଣି, ତାକୁ ଉପାସରେ ସ୍କୁଲ ପଠେଇବି କି? ଆରେ ବୋହୂ, ତୁ ଏମିତି କଣ କହୁଛୁ? ମୁଁ ମୋ ନାତୁଣୀକୁ କଣ ପାଇଁ ଉପାସରେ ପଠେଇବି? ତୁ କଣ ଜାଣିନୁ ମୁଁ ତାକୁ କେତେ ଭଲ ପାଏ? ଥାଉ ମ, ତୁମର ସେ ପ୍ରେମ ନିଜ ପାଖରେ ରଖ, ଆଉ ଜଲ୍ଦି ଜଲ୍ଦି ଖାଇବା ବାଢ। ଆଉ କୁନିର ଟିଫିନ ପୁରେଇକି ଦିଅ। ଏଠି ଚୁଲି ପାଖରେ ଘଣ୍ଟାଏ ହେଲା ବସି ପାଲା ଲଗେଇଛନ୍ତି। ଏମିତି କହି ସଙ୍ଗୀତା ସେଠୁ ଚାଲିଗଲା। ଇଏ କୋଉ ନୂଆ କଥା ନୁହଁ। ପ୍ରତିଦିନ କୁନ୍ତଳାର ବୋହୂ ଆସି ଏମିତି ଯୁକ୍ତି ଲାଗି ପଳାଏ। ନିଜେ ତ କାମ କିଛି କରେନି, ଓଲଟା ଶାଶୁ ସହ କଳି କରୁଥାଏ। ଏପରି ଘର ଭିତରେ ଦୁଃଖ କଷ୍ଟରେ ବିତୁଥିଲା ବିଚାରୀ କୁନ୍ତଳାର ଜୀବନ। କିନ୍ତୁ କୁନ୍ତଳାର ନାତୁଣୀ କୁନି ତା ଜେଜେମାକୁ ଖୁବ୍ ଭଲ ପାଏ। ସେ ନିଜ ମା ବାପାଙ୍କ କୂଟନୀତି ଜାଣିଥିଲା, କିପରି ତା ମା ସବୁଦିନ ତା ଜେଜେମା ଉପରେ ଅତ୍ୟାଚାର କରନ୍ତି। କିନ୍ତୁ ସେ ବିଚାରୀ କିଛି କରିପାରେନି। ସେ ଓଲଟା କିଛି କହିଲେ ମାଙ୍କଠୁ ମାଡ଼ ଖାଏ। କେବଳ ନାତୁଣୀର ମୁହଁକୁ ଚାହିଁ କୁନ୍ତଳା ପୁଅ ବୋହୂଙ୍କ ଅତ୍ୟାଚାର ସହିଯାଏ। ଦିନେ ରାତିରେ କୁନ୍ତଳାର ପୁଅ ବୋହୂ କଥା ହେଉଥିଲେ। ଦେଖ, ମୁଁ ସଫା ସଫା କହୁଛି, ଘରେ ଆଉ ତୁମ ମା ରହିଲେ ମୁଁ ରହିପାରିବିନି। ଓହୋ, ପୁଣି କଣ ହେଲା? ଯେତେବେଳେ ଘରକୁ ଆସିଲେ ତୁମ ଶାଶୁ ବୋହୂଙ୍କର କିଛି ହୋଇଥିବ। ତୁମେ ତ ଦିନ ସାରା ବାହାରେ ରହୁଛ, ଘର କଥା କଣ ଜାଣୁଛ? ହଉ କୁହ, ମା ପୁଣି କଣ କଲା? ମୁଁ ଦିନ ସାରା ଘରର ସବୁ କାମ କରୁଛି, ତୁମ ମା ସେମିତି ଖଟଡା ଉପରେ ଶୋଇକି ରହୁଛନ୍ତି। ଆଜି ଆମ ଝିଅ କୁନି ଉପାସରେ ଗଲା। ଲେଟ୍ ହୋଇଗଲା ଯଦି ସେ ଟିକେ ଖାଇବା ବାଢିକି ଦେଲେନି, ଓଲଟା ଝିଅ ଉପରେ ହାତ ଉଠାଇଲେ। କଣ ହେଲା? ମା କୁଲି ଉପରେ ହାତ ଉଠାଇଲା? ହଁ, କିଛି ତ କାମ କରୁନାହାନ୍ତି, ଓଲଟା ଘରେ ବସିକି ଖାଉଛନ୍ତି। ଉପରେ ବୁଢୀ ହେଲେଣି ଯେ ରୋଗ ପାଇଁ ଔଷଧ କିଣିବାକୁ ପଡୁଛି, ଖାଲି ଖର୍ଚ୍ଚ ହେବା କଥା। ତୁମେ ଓକିଲ ବାବୁଙ୍କ ସହ କଥା ହୋଇ ଘରର କାଗଜପତ୍ର ଜମିବାଡି ନିଜ ନାଁରେ କରିଦଉନ, ଆମେ ତାପରେ ତାକୁ ବାହାର କରିଦେବା। ଅଜୟ ନିଜ ସ୍ତ୍ରୀ କଥାରେ ଭାସିଯାଇ ଓକିଲଙ୍କ ସହ କଥା ହୋଇ ନିଜ ମାକୁ ଘରୁ ବାହାର କରିବାର ଉପାୟ ବାଛିଲା। ନିଜ ମା ବାପାଙ୍କ କଥା କୁନି ସବୁ ଶୁଣିଲା, ଆଉ ଯାଇ ତା ଜେଜେମା କୁନ୍ତଳାକୁ ସବୁ କହିଲା। ଜେଜେମା, ମା ବାପା ମିଶି ତୁମକୁ ଏ ଘରୁ ବାହାର କରିଦେବେ। ମୁଁ ନିଜେ ତାଙ୍କ କଥା ଶୁଣିକି ଆସିଛି। ନାଇଁ ରେ, ତୋ ମା ବାପା ବହୁତ ଭଲ, ସେ ଏମିତି କରିବେନି। ଆଉ ମୋ ଦେହ ବି ଖରାପ ରହୁଛି ନା, ତ ସେମାନେ ମତେ ଡାକ୍ତରଖାନା ନେବାକୁ କଥା ହେଉଥିବେ। ତୁ ଭୁଲ ବୁଝିଛୁ। ଏପରି କହି କୁନ୍ତଳା ତା ନାତୁଣୀକୁ ବୁଝାଇଦେଲା। କାରଣ ଛୋଟ ଛୁଆ ମନରେ ବାପା ମାଙ୍କ ପ୍ରତି ଘୃଣାଭାବ ଆସୁ ସେ ଚାହୁଁନଥିଲା। ପରଦିନ କୁନି ସ୍କୁଲ ଯିବା ପରେ ପୁଅ ବୋହୂ ମିଶି ଘରର ଜମିବାଡି କାଗଜପତ୍ରରେ କୁନ୍ତଳାର ଦସ୍ତଖତ ନେଇଗଲେ, ଆଉ ତାକୁ ଘରୁ ବାହାର କରିଦେଲେ। ଖାଲି ପାଦରେ କାନ୍ଦି କାନ୍ଦି କୁନ୍ତଳା ଏକ ପାଖ ଗାଁକୁ ଚାଲିଗଲା। ସେଠି ଜଣେ ବୁଢା ଲୋକ କୁନ୍ତଳାର କାହାଣୀ ଶୁଣି ନିଜ ଦୋକାନରେ ତାକୁ କିଛି କାମ ଓ ରହିବାକୁ ଏକ ଛୋଟ ଘରଟିଏ ଦେଲେ। ଏପରି କିଛି ଦିନ ବିତିଯାଏ। ଆଉ ନିଜ ଜେଜେମା ଘରକୁ ନ ଫେରିବାରୁ କୁନି କାନ୍ଦି କାନ୍ଦି ଯେତେବେଳେ କୁନ୍ତଳା କଥା ତା ମା ସଙ୍ଗୀତାକୁ ପଚାରେ, ସେ ତାକୁ ମାଡ଼ ମାରି ଚୁପ୍ କରିଦିଏ। ସେଦିନ ରାତିରେ କୁନି ବାପାଙ୍କର ଫୋନ ନେଇ ଘରୁ ବାହାରିଲା ତା ଜେଜେମାକୁ ଖୋଜିବାକୁ। ପିଲା ଲୋକ, ବାଟଘାଟ ବେଶୀ ଜାଣିନି। ଜଙ୍ଗଲରେ ପହଞ୍ଚିବା ପରେ ସେ କାନ୍ଦିବାକୁ ଲାଗିଲା। ଭାଗ୍ୟକୁ ସେହି ବାଟରେ କୁନ୍ତଳାକୁ ଆଶ୍ରୟ ଦେଇଥିବା ବୁଢା ଲୋକଟି କିଛି କାଠ ନେଇ ତା ଗାଁକୁ ଫେରିଥାଏ। କୁନିର କାନ୍ଦ ଦେଖି ସେ ପଚାରିଲା, ଆଲୋ ମା, ଏତେ ରାତିରେ ଜଙ୍ଗଲରେ କଣ କରୁଛୁ? ଆଉ ତୋ ବାପା ମା କାହାନ୍ତି? କୁନି ଧାଇଁ ଆସି ବୁଢା ଲୋକଙ୍କୁ କୁଣ୍ଢେଇ କାନ୍ଦି କାନ୍ଦି ଧରିଥିବା ଫୋନରେ ଜେଜେମା କୁନ୍ତଳାର ଏକ ଫଟୋ ଦେଖାଇ କହିଲା, ଇଏ ହେଉଛନ୍ତି ମୋ ଜେଜେମା। ତାଙ୍କୁ ମୋ ବାପା ମା ମିଶି ଘରୁ ବାହାର କରିଦେଇଛନ୍ତି। ତୁମେ ତାଙ୍କୁ ଦେଖିଛ? ବୁଢା ଲୋକଟି କୁନ୍ତଳାର ଫଟୋ ଦେଖି ଚିହ୍ନିଲା ଏବଂ ତାକୁ କୁନ୍ତଳା ପାଖକୁ ନେଇଗଲା। କୁନ୍ତଳା ଏତେ ରାତିରେ ଆଉ ଏତେ ଦିନ ପରେ କୁନିକୁ ଦେଖି କୋଳାଇ ନେଲା, ଆଉ ଭୋ ଭୋ ହେଇ କାନ୍ଦିଲା। ତୁ ଏତେ ରାତିରେ କଣ କରୁଛୁ? କଣ ଅଜୟ ଆଉ ସଙ୍ଗୀତା ବି ଆସିଛନ୍ତି? ନାଇଁ, ସେମାନେ ତ ଖୁବ୍ ଆରାମରେ ଅଛନ୍ତି, ତୁମକୁ ଟିକେ ବି ମନେ ପକଉନାହାନ୍ତି। ତୁ ଘରେ କାହାକୁ କହିକି ଆସିଛୁ ତ ମା?
ତୋ ବାପା ମା ବ୍ୟସ୍ତ ହେଉଥିବେ। ହୁଅନ୍ତୁ, ସେମାନେ ଯେମିତି ତୁମକୁ ଛାଡି ଦେଇଛନ୍ତି ମୁଁ ବି ତାଙ୍କୁ ଛାଡିକି ଆସିଛି ଭାରି। କୁନ୍ତଳା ଯେତେ ବୁଝାଇଲା କୁନି ତାକୁ ଛାଡି ଯିବାକୁ ରାଜି ହେଲା ନାହିଁ। କୁନିର କାନ୍ଦ ଦେଖି କୁନ୍ତଳା ତାକୁ ନିଜ ପାଖରେ ରଖିଲା। ସକାଳକୁ ବୁଢା ମଉସାଙ୍କ ଦେହ ଖରାପ ହେଲା। କୁନି ଆଉ କୁନ୍ତଳା ହସ୍ପିଟାଲ ନେଇକି ଗଲେ। ଆଉ ଡକ୍ଟର କହିଲେ ତାଙ୍କୁ କାମ ନ କରି ବିଶ୍ରାମ ନେବାକୁ। ବୁଢା ମଉସାଙ୍କ ହାତ ତିଆରି ଜଳଖିଆ ନ ପାଇ ଧୀରେ ଧୀରେ ଲୋକ ଆଉ ତାଙ୍କ ଦୋକାନକୁ ଆସିଲେନି। କୁନ୍ତଳା ଆଉ ମଉସା ଏ ନେଇ ଚିନ୍ତିତ ଥିବା ବେଳେ କୁନି ଫୋନ ଧରି ଆସି କହିଲା, ଜେଜେମା ଜେଜେମା ମୋ ପାଇଁ ମୋମୋ ତିଆରି କରିଦିଅ। କଣ କହିଲୁ, ସେଗୁଡା କଣ? ମୋମୋ କଣ ଛାଣିନ? ଏଇ ଦେଖ, ଏଇଟା ହେଉଛି ମୋମୋ, ଆଉ ତାକୁ ଏମିତି ବନାନ୍ତି। କୁନିର ଜିଦ୍ ଦେଖି ଫୋନରୁ ମୋମୋର ରେସିପି ଦେଖି କୁନ୍ତଳା ମୋମୋ ଆଉ ତା ସହ ଚଟଣି ତିଆରି କଲା, ଯାହାକୁ ଖାଇ କୁନି ଭାରି ଖୁସି ହେଇଗଲା। ବୁଢା ମଉସା ମଧ୍ୟ ପ୍ରଥମ ଥର ମୋମୋ ଖାଇଲେ, ତାଙ୍କୁ ବି ଭଲ ଲାଗିଲା। ଆଉ ଖାଉ ଖାଉ କୁନି କହିଲା, ଜେଜେମା ତୁମେ ତ ବହୁତ ଭଲ ମୋମୋ ବନଉଛ। ତୁମେ ବଜାରରେ ମୋମୋ ବିକ୍ରି କରୁନ? ଏହି ଗାଁରେ ମୋମୋ ଦୋକାନ ବି ନାହିଁ। କୁନିର ଏହି ପ୍ରସ୍ତାବ ଶୁଣି 2 ଜଣ ରାଜି ହୋଇଗଲେ। କୁନ୍ତଳା ଆଉ କୁନି ବଜାର ଯାଇ ସବୁ ସଉଦା ସାମଗ୍ରୀ ଆଣିଲେ, ଆଉ ବୁଢା ମଉସାଙ୍କ ସାଇକେଲରେ ପାଖ ବଜାରକୁ ଯାଇ ମୋମୋ ବିକ୍ରି କଲେ। ଧୀରେ ଧୀରେ କୁନ୍ତଳାର ହାତ ତିଆରି ମୋମୋ ଲୋକଙ୍କୁ ଭାରି ଭଲ ଲାଗେ। ଅଳ୍ପ ଟଙ୍କାରେ ଏତେ ସ୍ୱାଦିଷ୍ଟ ମୋମୋ ଖାଇବା ପାଇଁ ପ୍ରତିଦିନ ଭିଡ଼ ଲାଗିବା ଆରମ୍ଭ ହେଲା। ଏପରି କିଛି ଦିନ ଭିତରେ କୁନ୍ତଳାର ମୋମୋ ଦୋକାନ ବହୁତ ଫେମସ ହୋଇଗଲା, ଆଉ ଭଲ ପଇସା ରୋଜଗାର ବି ହେଲା। ସେପଟେ ସଙ୍ଗୀତା ଆଉ ଅଜୟ ନିଜ ଝିଅକୁ ଖୋଜି ଖୋଜି ସେହି ଗାଁରେ ଆସି ପହଞ୍ଚିଲେ। ବଜାରରେ ନିଜ ଝିଅକୁ ମୋମୋ ଦୋକାନ ପାଖରେ ଦେଖି ଆସି ସଙ୍ଗୀତା, କୁନି ତୁ ଆମକୁ କିଛି ନ କହି କଣ ପାଇଁ ଚାଲି ଆସିଲୁ? ତୋ ପାଇଁ ଆମେ କେତେ ବ୍ୟସ୍ତ ହେଇଛୁ ତୁ ଜାଣିଛୁ? ମୁଁ ତ ବଡ ହେଲା ପରେ ତୁମକୁ ଛାଡି ଦେଇଥାନ୍ତି, ସେଥିପାଇଁ ଏବେଠୁ ଚାଲି ଆସିଲି। ବଡ ହେଲେ ଆମକୁ ଛାଡିଦେବୁ, ହେଲେ କଣ ପାଇଁ? ଆମେ ତ ଛୋଟ ବେଳୁ ତତେ ଗେହ୍ଲାରେ ବଢେଇଛୁ, ତୋର ସବୁ ଇଚ୍ଛା ପୂରଣ କଲୁ, ତୁ ଛାଡିଦେବୁ କାହିଁକି? ଯେମିତି ତୁମେ ଆଉ ବାପା ଜେଜେମାଙ୍କୁ ଛାଡିଦେଲ ସେମିତି। ବାପା ତୁମକୁ ତ ଜେଜେମା ଏମିତି ଗେହ୍ଲାରେ ବଡ କରିଛନ୍ତି, ତୁମର ଇଚ୍ଛା ବି ପୂରଣ କରିଛନ୍ତି। ତୁମେ ତାଙ୍କ କଥା ନ ଭାବି ଯେମିତି ଛାଡିଦେଲ, ମୁଁ ସେମିତି ଛାଡିଦେବି। ନିଜ ଝିଅଠାରୁ ଏମିତି କଥା ଶୁଣି ସଙ୍ଗୀତା ଆଉ ଅଜୟଙ୍କୁ ବହୁତ ଖରାପ ଲାଗିଲା। ସେମାନେ ନିଜ ଭୁଲ ବୁଝିପାରିଲେ ଆଉ କୁନ୍ତଳାକୁ ଯାଇ କ୍ଷମା ମାଗିଲେ ଏବଂ ମାକୁ ଘରୁ ବାହାର କରିଦେବା ପରେ ଘଟି ଯାଇଥିବା କଥା ସବୁ କହିଲେ। କୁନ୍ତଳା ଘରୁ ଆସିବା ପରେ 2 ଦିନରେ ଅଜୟର ଚାକିରି ଚାଲିଗଲା। ସେ ନିଜ ଝିଅକୁ ଖୋଜିବା ପାଇଁ ବହୁତ ଟଙ୍କା ସାରିଲେ। ଶେଷରେ ଚଳିବା ପାଇଁ ଘର ବନ୍ଧା ପକାଇ ଟଙ୍କା ଆଣି ଚଳୁଛନ୍ତି। କୁନ୍ତଳା ନିଜ ପୁଅ ବୋହୂଙ୍କର ଏପରି ଅବସ୍ଥା ଦେଖି ତା ମନରେ ଥିବା ରାଗ ସବୁ ପାଣି ଫୋଟକା ପରି ମିଳେଇଗଲା, ଆଉ ସେ ସେମାନଙ୍କୁ କ୍ଷମା କରିଦେଲା। କୁନ୍ତଳା ମୋମୋ ଦୋକାନରୁ ରୋଜଗାର କରିଥିବା ଟଙ୍କାରେ ନିଜ ଘରକୁ ମୁକୁଳାଇଲା ଏବଂ ନିଜ ଘର ଆଗରେ ଏକ ବଡ଼ ଦୋକାନ ଖୋଲିଲା, ଯେଉଁଠାରେ ସେ ମୋମୋ ସହ ରୋଲ, ଚାଉମିନ ମଧ୍ୟ ବିକ୍ରି କରିବା ଆରମ୍ଭ କଲା। ଏବଂ ପୁଅ ମଧ୍ୟ ମା ସହ ମିଶି ବିଜନେସ କଲା, ଆଉ ସେମାନେ ଖୁସି ଖୁସିରେ ରହିଲେ। ତେବେ ଏଥିରୁ ଆମେ ଶିଖିଲେ ଯେ ମୁଣ୍ଡ ଉପରେ ଗୁରୁଜନଙ୍କ ଆଶୀର୍ବାଦ ଥିଲେ ସଫଳତା ମିଳିବ, ଆଉ ତାଙ୍କ ସହ ଖରାପ ବ୍ୟବହାର କଲେ ନିଜ ସହ ଖରାପ ହେବ।